ସପ୍ତମ ଶ୍ରେଣୀର ଛାତ୍ର ଅଟେ। ଆଜି ମୁଁ ଏକ କବିତା ପ୍ରସ୍ତୁତ କରିବାକୁ ଯାଉଛି। ତାର ଶୀର୍ଷକ ହେଉଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଆମର ଭୂମିକା। ଆପଣା ଜାତିର କଳା ସଂସ୍କୃତିର ବଖାଣେ ଗୌରବ ଗାଥା, ଆପଣା ଜାତିର କଳା ସଂସ୍କୃତିର ବଖାଣେ ଗୌରବ ଗାଥା, ସବୁଠୁ ନିଜର ସବୁଠୁ ମଧୁର ଆପଣାର ମାତୃଭାଷା, ଆପଣାର ମାତୃଭାଷା। ଏକ ଭୂଖଣ୍ଡର ଏକତାର ସ୍ୱର, ଏକ ଭୂଖଣ୍ଡର ଏକତାର ସ୍ୱର, ଭାଷା ହିଁ ତୋଳେ ସମ୍ପର୍କ, ମାତୃଭୂମି ପାଇଁ ଜନଜାତି ଉଠି ବୁହାଏ ନିଜର ପଦ, ବୁହାଏ ନିଜର। ଆମେ ତ ଓଡ଼ିଆ ସବୁଠୁ ବଢ଼ିଆ, ଆମ ଭାଷା ମଧୁମରା। ଆମେ ତ ଓଡ଼ିଆ ସବୁଠୁ ବଢ଼ିଆ, ଆମ ଭାଷା ମଧୁମରା। ଭାଷା ଭିତ୍ତି କରେ ପ୍ରଥମ ରାଇଜ, ପରିଚୟ ଦେଶ ସାରା, ପରିଚୟ ଦେଶ ସାରା। ଆମ ଜାତିଜାତ, ଆମ ଭାଷାବ୍ରତ, ଆମ ସଂସ୍କୃତି ମହାନ। ଆମ ଜାତିଜାତ, ଆମ ଭାଷାବ୍ରତ, ଆମ ସଂସ୍କୃତି ମହାନ। ଆମ ଲୋକକଳା, ଆମ ଚାରୁକଳା, ଆମ କୀର୍ତ୍ତିରେ ଅମଳାନ, ଆମ କୀର୍ତ୍ତିରେ ଅମଳାନ। ସମୟ ତ ଆଜି ବଦଳି ଯାଇଛି, ସମୟ ତ ଆଜି ବଦଳି ଯାଇଛି। ମଣିଷ ତ ଆଜି ବିଦେଶୀ କହୁଛି, ବେଶଭୂଷା ଆଉ ଚାଲିଚଳଣିରେ